ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଉଣ୍ଟୁଣିଆ ପଞ୍ଚାୟତ ଅନ୍ତର୍ଗତ ହାଡ଼ସଂଘାର ଜଳ ବିଭାଜିକା ପ୍ରକଳ୍ପ ପୋଖରୀ ମଧ୍ୟରୁ ବାହାରୁଛି ମୂଲ୍ୟବାନ ରତ୍ନପଥର। ବିଭିନ୍ନ ଗ୍ରାମରେ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ଜଳ ବିଭାଜିକା ଜଳ ଅମ୍ବଳ ପ୍ରକଳ୍ପ ନୂତନ ପୋଖରୀ ମଧ୍ୟରୁ ମୂଲ୍ୟବାନ ପଥର ଦେଖି ଗ୍ରାମବାସୀ ଚକିତ ହେବା ସହ କାହାରିକୁ କିଛି ଜଣାପଡ଼ିବା ଆଗରୁ ଘରୁ ଶାବଳ କୋଡ଼ି ନେଇ ପଥର ଖୋଳି ପଥରରୁ ଖଣ୍ଡ ବାହାରୁଥିବା ସୂଚନା ମିଳିଛି। ଜିଲ୍ଲା ପ୍ରଶାସନ ଓ ବନ ବିଭାଗ ଏ ବାବଦରେ କିଛି ଜାଣିନଥିଲା ବେଳେ ଶାଳ, ମହୁଲ, କାଜୁ ଓ ବିଭିନ୍ନ ପ୍ରକାର ମୂଲ୍ୟବାନ ଗଛ ପିଠି ଉପରେ ଚାଲିଛି ବୁଲଡୋଜର। ଏପରିକି ଜଳ ବିଭାଜିକା ଅଧିକାରୀ ସବୁ ଜାଣି ମଧ୍ୟ ଚତୁରତାର ସହିତ ଦିନରାତି ମୂଲ୍ୟବାନ ଗଛ ଉପାଡ଼ି ପୋଖରୀ ତିଆରି କରୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ସରକାର ପ୍ରତିବର୍ଷ ଗଛ ଲଗାଇବା ପାଇଁ କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରୁଥିଲା ବେଳେ ଅନ୍ୟପକ୍ଷରେ କିନ୍ତୁ ପାଣି ପାଇଁ ଜଳ ବିଭାଜିକା ଓ ମୃତ୍ତିକା ସଂରକ୍ଷଣ ସବୁ ଯୋଜନାକୁ ଫେଲ୍ କରିବାରେ ଲାଗିଛି। ଏମିତି ଗଛ କାଟିବା ଫଳରେ ଗୋଟେ ଗ୍ରାମ ପଞ୍ଚାୟତରେ 4-5ଟି ପୋଖରୀରୁ ଶହ ଶହ ଗଛ ଉପାଡ଼ି ଦେବା ଫଳରେ ଆଗାମୀ ଦିନରେ ଜଙ୍ଗଲ ହାତୀ ଓ ହିଂସ୍ର ଜନ୍ତୁ ଗାଁ ମୁହାଁ ହୋଇ ଧନଜୀବନ ନଷ୍ଟ କରିବା ସହିତ କ୍ଷତି ପହଞ୍ଚିବା ସ୍ୱାଭାବିକ ହୋଇଛି। ଜଳ ଓ ମୃତ୍ତିକା ସଂରକ୍ଷିତରେ ଏପରି ଯୋଜନାମାନ ଲାଗୁ କରିଥିବା ସନ୍ଦେହ ପ୍ରକଟ କରିଛନ୍ତି ସାଧାରଣ ଲୋକେ। ଏଭଳି ପୋଖରୀମାନଙ୍କରୁ ରତ୍ନପଥର ବାହାରୁଥିବାରୁ ଜିଲ୍ଲା ବାହାରୁ ଖନନ କାର୍ଯ୍ୟରେ ନିୟୋଜିତ ହୋଇଥିବା ମେସିନ୍ ଓ ଶ୍ରମିକ ରତ୍ନପଥର ଚୋରାଚାଲାଣ କରୁଥିବା ଅନୁମାନ କରାଯାଉଛି। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ରତ୍ନପଥର ଚୋରାଚାଲାଣ ହେଉଥିବା ଓ ବହୁ ଗଛ ନଷ୍ଟ ହେବାକୁ କିପରି ରୋକାଯାଇପାରିବ ସେଥିପ୍ରତି ଧ୍ୟାନ ଦେବାକୁ ବିଭିନ୍ନ ମହଲରେ ଦାବି ହେଉଛି। ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଉଣ୍ଟୁଣିଆ ପଞ୍ଚାୟତ ଅନ୍ତର୍ଗତ ହାଡ଼ସଂଘାର ଜଳ ବିଭାଜିକା ପ୍ରକଳ୍ପ ପୋଖରୀ